मुई एते रेडियोटा ହେଇକରି କାଣା କରବାରେ ଚାହୁଁଛେ ଆଗ୍କେ ଦେଖ କହୁଛେ। ଗୁଡ୍ ମର୍ଣ୍ଣିଂ ଗାଇସ୍। ମୁଁ ଏଠି ଜଲ୍ଦି ଉଠି ଯାଇଥିଲି ନ ତାପରେ ମୁଁ ଏଠି ଦୁଇ ଆଗରେ ବ୍ରସ୍ ପତ୍ର ଟିକେ କରିକୁରା ଦେଲି ତାପରେ ଟିକେ ଚାହା ଟିକେ ପିଇକିରି ମୁଇଁ ବାହାରି ଗଲୁ ଆମେ ରେଲୱେ ଷ୍ଟେସନ୍ ଯିବାର୍ ଲାଗି। ରେଲୱେ ଷ୍ଟେସନ୍ ଠିକ୍ ପହଞ୍ଚି ଗଲୁ ଦେଖଲୁ ଯେ ବହୁତ ଜୋର ଭିଡ଼ ଥିଲା ଟ୍ରେନ୍ ବି ଠିକ୍ ପଲେଇ ଆସିଲା ତାପରେ ମୁଁ ରିଟର୍ନ ପଲେଇ ଆସିଲି ବାଟେ ଟିକେ ଚାହା ଟିକେ ପିଇକିରି ମୁଇଁ ଫିର୍ସେ ପଲେଇ ଆଇଲି ଘରକେ ଆଇଲା ପରେ ଆଜି ବନାଯାଇଥିଲା ଚାହା ଆଉ ପରଟା ଟିକେ ଖାଇ ଖୁଆ ଦେଲୁ ତାପରେ ମୁଇଁ ପଲେଇ ଗଲି ତଲ୍କେ କାହିଁକି ଆଜି କଲର୍ କରାହଉଥିଲା ଘର କଲର୍ ହେଇସାରିଲା ପରେ ତାପରେ ମୁଇଁ ପଲେଇ ଆସିଲି ଗାଧବାର୍ ଲାଗି ଗାଧି ଠିକ୍ ପଳାଲି ଗାଧି ଗୁଧା କରି ଫିର୍ ରିଟର୍ନ ପଲେଇ ଆସିଲି ଫ୍ରେଶ୍ ପତ୍ର ହେଇକିରି ଟିକେ ପଖାଲ୍ ଭାତ ଖାଇ ଖୁଆ ଦେଇକିରି ଶୋଇ ପଡ଼ଲି। ଶୋଇକିରି ଉଠିଲା ପରେ କ୍ଷୀରକେ ଗରମ କରି ଦେଇକିରି ଆମେ ତାପରେ ଆମେ କଫି ବନେଇ ବୁନା କରି ଫ୍ରିଜ୍ରେ ରଖିକିରି ଆମେ ବାହାରି ଗଲୁ କ୍ରିକେଟ୍ ଖେଲି ଯିବାର୍ ଲାଗି। ତାପରେ ଆମେ ଷ୍ଟାଡ଼ିୟମ୍କେ ପହଞ୍ଚି ପଡ଼ଲୁ ତାପରେ ଆମେ ମୋର୍ ଭାଇ ଗୁଟେ ଯୋଡ଼େ ସଟ୍ ଖେଳିଲା ପରେ ତାପରେ ମୁଇଁ ରେଡ଼ି ହେଇଗଲି ବ୍ୟାଟିଂ କରବାର୍ ଲାଗି। ତାପରେ ମୁଇଁ ଗୁଟେ ଯୋଡ଼େଟା ସଟ୍ 3ଟା 4ଟା ମାଇଲି ସଟ୍ ତାପରେ ମୁଇଁ ଟିକେ ବୋଲିଂ ବୁଲା ଫିକିକିରି ଫିର୍ସେ ଆମେ ରିଟର୍ନ ପଲେଇ ଆଇଲୁ ଘରକେ। ତାପରେ ଟିକେ କଫି ଠିକ୍ ପିଇ ପୁଆ ଦେଲୁ ଆମେ ଫିର୍ ତାପରେ ଆମେ ବାହାରି ପଡ଼ଲୁ ମାର୍କେଟ୍ ଯିବାର୍ ଲାଗି। ମାର୍କେଟ୍ ଗଲାବେଳେ ଦେଖଲୁ ଯେ ଆଜି ହନୁମାନ ଜୟନ୍ତୀଟା ସେଥିର୍ଲାଗି ମସ୍ତ ରେଲି କରାହଉଛେ ବଲାଙ୍ଗୀରରେ। ତାପରେ ଆମେ ପଲେଇ ଗଲୁ ଚିଲଡ୍ରେନ୍ସ ପାର୍କ ନିକେ ଚିଲଡ୍ରେନ୍ସ ପାର୍କରେ ଦେଖଲୁ ଯେ କେତେଟା ଛୁଆମାନେ ଏଇଟା ନାଟକ କରିବା ତାପରେ ଆମେ ବାହାରି ପଡ଼ଲୁ ରାଧାକ୍ରିଷ୍ଣା ମନ୍ଦିର ସେନେ ଆଜି ପଣା ସଂକ୍ରାନ୍ତି ଦିନ ଆଜି ପଣା ଦଉଥିଲେ ତ ପଣା 3-4ଟା ନାଇଁ 8-8ଟା ଗ୍ଲାସ୍ ପିଇ ଦେଇକିରି ତାପରେ ଆମେ ପଲେଇ ଆସିଲୁ ଘରକେ। ଠିକ୍ ଅଛେ ବାଏ।